ବର୍ତ୍ତମାନ ଡିଜିଟାଲ ଯୁଗରେ ଯଦି ଆଧାର କାର୍ଡ଼ ଡାଉନଲୋଡ଼ କରି ଜାଣିନାହାନ୍ତି ତ ନିହାତି ଭାବରେ ଆପଣଙ୍କ ପାଇଁ এই ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସହଜରେ କେମିତି ମୋବାଇଲରେ ଆପଣମାନେ ଡାଉନଲୋଡ଼ କରି ରଖିପାରିବେ, କେମିତି ଚେକ୍ କରିପାରିବେ, ମୋବାଇଲରେ କେମିତି ଦେଖିପାରିବେ ଆପଣଙ୍କର ଆଧାର କାର୍ଡ଼ କେମିତି ଅଛି, କ'ଣ ରହିଛି ନମ୍ବର, ଆପଣମାନେ କେମିତି ଡାଉନଲୋଡ଼ କରିକି ତାକୁ PDF କରି ରଖିପାରିବେ। ସବୁ ଜାଗାରେ ବର୍ତ୍ତମାନ ଆଧାର କାର୍ଡ଼ ନେସେସରି ହେଇଯାଇଛି ଆପଣମାନେ ଜାଣିଛନ୍ତି। ତ କେମିତି ସହଜରେ ଅତି କମ୍ ସମୟରେ ନିଜ ମୋବାଇଲରେ ଆପଣମାନେ ଆଧାର କାର୍ଡ଼ ଡାଉନଲୋଡ଼ କରିପାରିବେ, ଲକ୍ କରିପାରିବେ, ଅନଲକ୍ କରିପାରିବେ। ତ ଦେଖନ୍ତୁ ଆଧାର କାର୍ଡ଼ ଯେତେବେଳେ ଆଧାର ଡାଉନଲୋଡ଼ କରିବେ, ଗେଟ୍ ଆଧାର ଉପରେ କ୍ଲିକ୍ କରିବେ। ଆପଣମାନେ କ'ଣ କରିବେ ନା ଗୁଗଲରେ ସର୍ଚ୍ଚ କରିବେ ଆଧାର କାର୍ଡ଼। କେବଳ ସର୍ଚ୍ଚ କଲା ପରେ ଆପଣମାନଙ୍କୁ ପ୍ରଥମ ପୋର୍ଟାଲରେ ଆସିବ। ତାରି ଉପରେ କ୍ଲିକ୍ କରିକି ଦେଖିପାରିବେ ଚେକ୍ ଷ୍ଟାଟସ୍ ଉପରେ ଆପଣମାନେ କ୍ଲିକ୍ କରିବେ। ତାପରେ ମୁଁ ଆପଣମାନଙ୍କୁ କହି ରଖୁଛି, ଏଠି ଆପଣମାନଙ୍କୁ ବହୁତ ପ୍ରକାର ଅପସନ୍ ଆସିବ। ଆପଣମାନଙ୍କ ଯେତେ ସବୁ ଅପସନ୍ ଅଛି ଆପଣମାନେ ଦେଖିପାରିବେ। ବ୍ୟାଙ୍କ ସେଟିଂ ହେଉ, ଆପଣଙ୍କର ଆଡ୍ରେସ୍ ଭେରିଫିକେସନ୍ ହେଉ। ତ ଏଠି ଯେଉଁ ଉପରେ ଲଗ୍ଇନ୍ ଦେଇଛି ଆପଣମାନେ ଦେଖିପାରିବେ, ଗୋଟେ ଥମ୍ବ ଇମ୍ପ୍ରେସନ୍ ଦେଇଛି, ତାରି ଉପରେ କ୍ଲିକ୍ କରିବେ। ଏବଂ କ୍ଲିକ୍ କଲା ପରେ ଆପଣମାନଙ୍କୁ ଏଠି ଆପଣଙ୍କର ଆଧାର ନମ୍ବରଟି ଦେବାକୁ ପଡ଼ିବ। ଏବଂ ଆଧାର ନମ୍ବର ଦେଲା ପରେ ଏଠି କ୍ୟାପଚା ଦେଇକି ଲଗ୍ଇନ୍ ୱିଥ୍ OTP କଲେ ଆପଣମାନଙ୍କ ମୋବାଇଲକୁ ଯେକୌଣସି ଯେଉଁ ମୋବାଇଲ ନମ୍ବର ଦେଇଥିବେ ସେଇଠି OTP ଯିବ। ମୁଁ ବର୍ତ୍ତମାନ ଆଧାର କାର୍ଡ଼ଟି ମୋର ଟାଇପ୍ କରିଦେଉଛି। ମୁଁ ଯେମିତି କରିଛି ଆପଣମାନେ ସେମିତି କରିବେ। ଯେମିତିକି କ୍ୟାପଚା ଅଛି ଆପଣମାନଙ୍କୁ ସେମିତି କ୍ୟାପଚାଟି ଭରିବାକୁ ପଡ଼ିବ। ଭରିଲା ପରେ ଆପଣମାନେ ଲଗ୍ଇନ୍ ୱିଥ୍ OTP କରିବେ। ଯେମିତିକି ମୁଁ ଭରି ଦେଇଛି ବର୍ତ୍ତମାନ ଦେଖିପାରୁଥିବେ। ବର୍ତ୍ତମାନ ଲଗ୍ଇନ୍ ୱିଥ୍ OTP କରିବା, ଯେମିତି କ୍ୟାପଚା ଅଛି ସେମିତି ଭରିଛି ଏବଂ ଆଧାର ନମ୍ବର ମଧ୍ୟ ଦେଇଦେଇଛି। ଆପଣମାନେ ଲଗ୍ଇନ୍ ୱିଥ୍ OTP କରିବେ। ତାପରେ ଆପଣମାନଙ୍କୁ ଗୋଟେ ମୋବାଇଲକୁ ଗୋଟେ ମେସେଜ୍ ଆସିବ। ଯେଉଁ ମୋବାଇଲ ଆପଣମାନଙ୍କ ଲିଙ୍କ୍ ଅଛି ସେଇ ମୋବାଇଲକୁ ଗୋଟେ ମେସେଜ୍ ଯିବ ଏବଂ ମେସେଜ୍ ଗଲା ପରେ ଆପଣମାନେ ସେଇ ୱାନ୍ ଟାଇମ୍ ପାସୱାର୍ଡ଼ ବା OTPଟାକୁ ଏଠି ଭର୍ତ୍ତି କରିବେ। ତାପରେ ଲଗ୍ଇନ୍ କରିବେ। ବର୍ତ୍ତମାନ ଲଗ୍ଇନ୍ ଇଣ୍ଟରଫେସ୍ ଆପଣମାନେ ଦେଖିପାରୁଥିବେ। ଏଇଠି ବର୍ତ୍ତମାନ ଆପଣମାନଙ୍କର ସବୁକିଛି ଡିଟେଲ୍ସ ଅଛି, ଯେଉଁଟାକି ଆପଣମାନେ ଏଠି ପ୍ଲାଷ୍ଟିକ୍ କାର୍ଡ଼ ଅର୍ଡ଼ର କରିପାରିବେ ଏବଂ ଆପଣମାନଙ୍କର ଆଧାର ଯେଉଁ ରହିଛି ଆଡ୍ରେସ୍ ତାକୁ ମଧ୍ୟ ଚେଞ୍ଜ କରିପାରିବେ। ବ୍ୟାଙ୍କ ସେଟିଂ ଦେଖିପାରିବେ, ବାୟୋମେଟ୍ରିକ୍ ଲକ୍ ଅନଲକ୍ କରିପାରିବେ, ଯେଉଁଟାକି ମୁଁ କହି ରଖୁଛି ଏଠି। ଆଉ ଡାଉନଲୋଡ଼ ମଧ୍ୟ କରିପାରିବେ। ଏଠି ଅର୍ଡ଼ର PVC କାର୍ଡ଼ ଯେଉଁଟା ଅଛି କରିପାରିବେ। ସବୁକିଛି ସହଜରେ ମୋବାଇଲରେ କରିପାରିବେ। ଯଦି ଅର୍ଡ଼ର କରୁଛନ୍ତି ତ ନିହାତି ଭାବରେ 50 ଟଙ୍କା ଆପଣମାନଙ୍କୁ ଦେବାକୁ ପଡ଼ିବ। ଆଉ ରହିଛି 50 ଟଙ୍କା ଦେଲା ପରେ 15 ଦିନ ଭିତରେ ଆପଣମାନଙ୍କ ଘରକୁ ଗୋଟେ ପ୍ଲାଷ୍ଟିକ୍ କାର୍ଡ଼ ଯେମିତିକି ରହିଛି ଆପଣଙ୍କର ପ୍ୟାନ୍ କାର୍ଡ଼ ଭଳିଆ, ସେଇଭଳିଆ ଆପଣମାନଙ୍କ ଘରକୁ ଆସିବ। ଆପଣମାନେ ଏହାକୁ ୟୁଜ୍ କରିପାରିବେ। ତ ଦେଖନ୍ତୁ ଯଦି ଡାଉନଲୋଡ଼ କରୁଛନ୍ତି, ଏଠି ଡାଉନଲୋଡ଼ ଅପସନ୍ରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ସେଇ ଡାଉନଲୋଡ଼ ଅପସନ୍ ଯେଉଁ ଦେଇଛି ଏଠି ଡାଉନଲୋଡ଼ ଆଧାର ଡାଉନଲୋଡ଼ ଯେଉଁ ଦେଇଛି ଆପଣମାନେ କ୍ଲିକ୍ କଲା ପରେ ତାହା ଡାଉନଲୋଡ଼ ହେବାକୁ ଲାଗିବ। ଏବଂ ଡାଉନଲୋଡ଼ ଯେତେବେଳେ ହେବ, ଏଇଟା ହେଉଛି ତା'ର ଆଧାର ଇଣ୍ଟରଫେସ୍ ଆସିବ। ତଳେ ଦେଇଛି ଯେଉଁ ଆପଣମାନେ ଦେଖିପାରୁଥିବେ, ତଳେ ଗୋଟେ ଅପସନ୍ ଦେଇ ଦେଖିପାରୁଥିବେ ଏଠି ଡାଉନଲୋଡ଼ ବୋଲି। ତାରି ଉପରେ କ୍ଲିକ୍ କଲା ପରେ ଆପଣମାନଙ୍କର ଫାଇଲଟି ଡାଉନଲୋଡ଼ ହେବାକୁ ଲାଗିବ। ଏବଂ ଯେତେବେଳେ ଡାଉନଲୋଡ଼ ହେଇଯିବ ସକ୍ସେସଫୁଲ୍ ଦେଖେଇବ, ଆପଣମାନଙ୍କର ଫାଇଲ୍ ବା ଆପଣମାନଙ୍କର ଗ୍ୟାଲେରୀରେ ସେ ସେଭ୍ ହେଇକି ରହିବ। ସେଭ୍ ହେଲା ପରେ ତାପରେ କ'ଣ କରିବେ, এইଭଳିଆ ଯେତେବେଳେ ମେସେଜ୍ ଆସିବ କଂଗ୍ରାଚୁଲେସନ୍ ଆପଣଙ୍କର ଡାଉନଲୋଡ଼ ହେଇଯାଇଛି, ସେତେବେଳେ ଆପଣମାନେ ଜାଣିବେ ଯେ ଆପଣଙ୍କର ଫାଇଲଟି ଡାଉନଲୋଡ଼ ହେଇକି ଗ୍ୟାଲେରୀରେ ଅଛି ଡକୁମେଣ୍ଟ ଆକାରରେ। ଆପଣମାନେ ଜାଣି ରଖନ୍ତୁ ଏଠି କେମିତି ତାକୁ ଓପନ୍ କରିବେ। ଓପନ୍ କରିବାକୁ ହେଲେ ଆପଣମାନଙ୍କୁ ଗୋଟେ ପାସୱାର୍ଡ଼ ଲାଗିବ ଏବଂ ସେ ପାସୱାର୍ଡ଼ଟି କ'ଣ ନିହାତି ଭାବରେ ଆପଣମାନଙ୍କ ମନରେ କ୍ୱେଶ୍ଚିନ୍ ଆସିଯିବ। ମୁଁ ଆପଣମାନଙ୍କୁ କହି ରଖୁଛି, ଏଠି ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ୍ ଦେଇଛି, ମୁଁ ଆପଣମାନଙ୍କୁ କହି ରଖୁଛି। ଯଦି ଆପଣଙ୍କ ନାଁ ଅଛି ଏଇଭଳିଆ, ପ୍ରଥମ 4ଟି ଅକ୍ଷର ଆପଣଙ୍କର ନାଁର ଏବଂ ଆପଣଙ୍କର ଯେଉଁ ରହିଛି ଡେଟ୍ ଅଫ୍ ବାର୍ଥ ଟୋଟାଲ୍ ମସିହା, ଯେମିତି 1969 ମନେକର, ସେ 1969 ଟାଇପ୍ କରିବେ ଏବଂ ପ୍ରଥମେ ତା'ର ଆପଣମାନେ କ'ଣ କରିବାକୁ ପଡ଼ିବ ନା ପ୍ରଥମେ ଆପଣଙ୍କର ପ୍ରଥମ ନାଁର 4ଟି ଅକ୍ଷର, ଯେମିତିକି ଆପଣ ଯାହା ବି ନାଁ ଅଛି ତା'ର 4ଟି ଅକ୍ଷର କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବେ ଏବଂ ଆପଣଙ୍କର ଡେଟ୍ ଅଫ୍ ବାର୍ଥର ଇୟର୍ଟିକୁ ଟାଇପ୍ କରିବେ। କଲାପରେ ଆପଣମାନଙ୍କର ଯେଉଁ ରହିଛି PDFଟି ଖୋଲିଯିବ ଏବଂ ଆପଣମାନେ ଆଧାର କାର୍ଡ଼ଟି ଦେଖିପାରିବେ। ଯେଭଳି ଭାବରେ ମୁଁ ଟାଇପ୍ କରୁଛି ମୋ ଡେଟ୍ ଅଫ୍ ବାର୍ଥ ଏବଂ ମୋ ନାଁଟି ପ୍ରଥମେ ନାଁ ରହିବ, ତାକୁ ଡେଟ୍ ଅଫ୍ ବାର୍ଥ ରହିଲା ପରେ ଆପଣଙ୍କର ଆଧାରଟି ଏଇଭଳିଆ ଶୋ କରିବ। ତ ବର୍ତ୍ତମାନ ଆପଣମାନଙ୍କର ସକ୍ସେସଫୁଲ୍ ଡାଉନଲୋଡ଼ ହେଇଯାଇଛି। ଆପଣ ମଧ୍ୟ ଦେଖିପାରୁଛନ୍ତି। ଆକୁ PDF କରି ମଧ୍ୟ ରଖିପାରିବେ। ଆଉ କୌଣସି PDF କଲେ ଆଉ ଆପଣଙ୍କୁ ଲାଗିବ ନାହିଁ ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ରହିଛି ପାସୱାର୍ଡ଼। ତେଣୁକରି PDF କରି ମଧ୍ୟ ରଖିପାରିବେ ମୋବାଇଲରେ। ନଚେତ ଆପଣମାନେ ଯଦି ପାସୱାର୍ଡ଼ ଦେବାକୁ ଚାହୁଁଛନ୍ତି ପାସୱାର୍ଡ଼ ଦେଇ ରଖିଲେ ଭଲ, ଆପଣମାନେ ସେଫ୍ଟି ରହିଲା। ତ ଏଇଭଳି ଭାବରେ ଆପଣମାନେ ମୋବାଇଲରେ ସହଜରେ ଆଧାର କାର୍ଡ଼ ଡାଉନଲୋଡ଼ କରିପାରିବେ।